ଗଛ ମୂଳେ ଯେତେ ଗୁଡ଼ ଦେଲେ ନିମ୍ବ କି ମଧୁର ହୋଇବ, ଯେତେ ପ୍ରକାର ବୁଝେଇ କହିଲେ ପର କି ଆପଣା ହୋଇବ। ଭଲ ଆଖି ଯୋଡ଼େ ପାଇଛ ସାଆନ୍ତ, ଭଲ ଆଖି ଯୋଡ଼େ ପାଇଛ, ଯିଏ ତ ଦେଖୁଛି ସିଏ ତ କହୁଛି ତୁମେ ତା ଆଡ଼େ ଚାହିଁଛ। ଯଦି କେବେ ମୁଁ ହଜିଯାଏ ତୁ ମୋତେ ପାଇବୁ ସ୍ୱପ୍ନରେ, ଯେମିତି ଶୁଖିଲା ଫୁଲ ଗୋଟେ ପୁରୁଣା ବହିରୁ ମିଳେ। ଅନ୍ୟମାନଙ୍କ କଥା ଶୁଣି ଚାଲିବା ତ କିଛି ବାଟ ପର୍ଯ୍ୟନ୍ତ ଯାଇପାରିବ, ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିବ। ଧର୍ମ ତାକୁ କୁହାଯାଏ ଯେଉଁଥିରେ ଅନ୍ୟର ମଙ୍ଗଳ ହୁଏ। ଅନ୍ୟର ଅମଙ୍ଗଳ କରି ଯେତେ ପୂଜାପାଠ କଲେ ମଧ୍ୟ ତାହା ପାପ ହିଁ ହୋଇଥାଏ। ମଣିଷ ହିଁ କଷ୍ଟକୁ ଦୁଃଖକୁ କଷ୍ଟ ଦେଇଥାଏ, କିନ୍ତୁ ବିଚାର ମଣିଷ ଭଗବାନଙ୍କ ଦୋଷ ଦେଇଥାଏ। ସମ୍ପର୍କ ରଖିବା ପାଇଁ ବୁଦ୍ଧି ନୁହେଁ, ହୃଦୟକୁ ନିର୍ମଳ ରଖିବା ଉଚିତ। ସତ କହିବା, ସୃଷ୍ଟି କହିବା, ସାମ୍ନାରେ କହିବା। ଯିଏ ନିଜର ହୋଇଥିବେ ସେ ବୁଝିପାରିବେ, ଯିଏ ପର ହୋଇଥିବେ ସେ ଛାଡ଼ି ଚାଲିଯିବେ। ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସେମାନଙ୍କୁ ସବୁବେଳେ ଖୁସି ହେବା ପାଇଁ ଶିକ୍ଷା ଦିଅନ୍ତୁ। ଏହାଦ୍ୱାରା ସେମାନେ ବଡ଼ ହେଲେ ଆପଣଙ୍କ ଅନୁଭୂତିରେ ମୂଲ୍ୟ ଦେବେ। ଶିଖିବା କିଛି ଅର୍ଥ ମୂଲ୍ୟ ନୁହେଁ। ବେଳେବେଳେ ଏମିତି କିଛି ଲୋକ ସହ ଏତେ ଗଭୀର ସମ୍ପର୍କ ହୋଇଯାଏ ଯେ ପ୍ରତି ମୁହୂର୍ତ୍ତରେ କିଛି କରିବା ପୂର୍ବରୁ ତା କଥା ହିଁ ମନେ ପଡ଼ିଯାଏ। ଯେତେବେଳେ ବିନା ଅଧିକାରରେ କିଛି ଛଡ଼େଇ ନିଆଯାଏ ତେବେ ମହାଭାରତ ଆରମ୍ଭ ହୁଏ। ଯେତେବେଳେ ତୁମେ ନିଜର ଅଧିକାର ଛାଡ଼ି ଖୁସି ପାଅ ତେବେ ରାମାୟଣ ଆରମ୍ଭ ହୁଏ। ନିଜ ପାଇଁ ସତ୍ୟ, ପର ପାଇଁ ପ୍ରେମ ଓ ସମସ୍ତଙ୍କ ପାଇଁ କରୁଣା, ଏହା ଜୀବନର ଲକ୍ଷ୍ୟ ହେବା ଆବଶ୍ୟକ। ପ୍ରେମର ମାନେ ନୁହେଁ କେବଳ ଦେହର ସୁଖ ପ୍ରତିଶବ୍ଦୀ ବି ନୁହେଁ, କିଛି ମାତ୍ରାରେ ନିଜର ଜାହିର ପ୍ରକାଶ କରେ। ସେଥିପାଇଁ ତ କୁହାଯାଏ ପ୍ରେମ ପ୍ରତାରଣା ମାତ୍ର। ଲୋକ ଏଠି ଭାଗବତ ଓ ଗୀତାକୁ ଛୁଇଁ 100 ମିଛ କହିଦେବେ, କିନ୍ତୁ 100 ଟଙ୍କାର ମଦ ପିଇଦେଲେ ସବୁ ସତ କଥା କହିଦେବେ। ଯେଉଁ ବ୍ୟକ୍ତି ଶିକ୍ଷା ପୂର୍ବରୁ ସଂସ୍କାର, ବେପାର ପୂର୍ବରୁ ବ୍ୟବହାର ଓ ଭଗବାନଙ୍କ ପୂଜାରୁ ପିତାମାତାଙ୍କୁ ଚିହ୍ନିଯାଏ, ତା ଜୀବନରେ କେବେ ବି କୌଣସି ଅସୁବିଧା ଆସିନଥାଏ। ଶେଷ ସାଥୀ ଅଟେ ନିଜର ଶରୀର, ଶେଷ ତ୍ୟାଗ ଅଟେ ନିଶ୍ୱାସ, ଶେଷ ସ୍ଥାନ ଅଟେ 3 ହାତେ ଜାଗା, ଶେଷ ଖାଦ୍ୟ ଅଟେ ପ୍ରଶ୍ୱାସ, ଶେଷ ଧ୍ୱନି ଅଟେ ରାମ ନାମ ସତ୍ୟ, ଶେଷ ସ୍ଥାନ ଅଟେ କୋକେଇ, ଶେଷ ଠିକଣାଟି ଶ୍ମଶାନ ଅଟଇ, ଶେଷ ନିଦ୍ରା ପୁଣି ମଶାଣି ଜୁଇ। ଧନୀ ଓ ଗରିବ ସମସ୍ତଙ୍କ ପାଇଁ ଶେଷ ସମୟଟି ସମାନ, ଶେଷରେ ମରିବା ଅନ୍ୟଥା ହୋଇବ, ଶେଷରେ ସମସ୍ତେ ସମାନ। ମା ସହ ପ୍ରତ୍ୟେକ କଥା ସେୟାର କରୁଥିବା ପିଲା କେବେ ବି ଖରାପ ବାଟକୁ ଯାଏ ନାହିଁ। ଜୀବନରେ ସବୁବେଳେ ଏ କଥାକୁ ମନେ ରଖିବ, ଫୁଲର ସୁଗନ୍ଧ ଆଉ ମଣିଷର ଗର୍ବ ବେଶୀ ଦିନ ରହିବ ନାହିଁ। ଜୟ ଜଗନ୍ନାଥ। ବିବାହ ପରେ ଯୁବକଟି ଭାବପ୍ରବଣ ହୋଇ ନିଜ ସ୍ତ୍ରୀକୁ କହିଦେଇଥିଲା, ମୋ ହୃଦୟର ମାଲିକ ତୁମେ, ଏବେ ସେମାନେ ସବୁଦିନ ପାଇଁ ପୃଥକ। ଯୁବକ ଏବେ ବସି ଭାବୁଛି ମାଲିକଙ୍କର ସବୁ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ, ଯାହା ଏବେ ସେ କରୁଛି। ପର ସ୍ତ୍ରୀକୁ ଘରେ ରଖି ସମ୍ମାନ କରିବା ତ ରାବଣଠୁ ଶିଖନ୍ତୁ, ନହେଲେ ଲୋକମାନେ କ୍ଷୀର ପିଉଥିବା ଝିଅମାନଙ୍କୁ ବି ଛାଡ଼ୁନାହାନ୍ତି। ମହୁମାଛି ଜାଣେ ସେ କେବେ ସଞ୍ଚୟ କରୁଥିବା ମହୁ ଖାଇପାରିବ ନାହିଁ, ତା ପରିଶ୍ରମର ଫଳର ଅନ୍ୟମାନେ ଉପଭୋଗ କରିବେ, ତଥାପି ସେ ତା କର୍ମ କେବେ ଅବହେଳା କରେ ନାହିଁ, କାହିଁକିନା ସେ ଜାଣିଥାଏ ଯେ ପର ଉପକାର ହିଁ ଶ୍ରେଷ୍ଠ ଧର୍ମ। ଗାଁ ଲୋକ ଭଲ ପାଇ ଆସୁଥିବା ଯୁବକଟିକୁ ନିଜ ଘରେ ଲୋକ ଭଲ ପାଆନ୍ତି ନାହିଁ। ଏଥିପାଇଁ ନିଜ ଘର ଲୋକଙ୍କୁ ଅଧିକ ସମୟ ଦିଅ ନାହିଁ, ଗ୍ରାମବାସୀଙ୍କ ସମୟ ଦେଲା ପରି। ଅନୁଚିନ୍ତା ଜୀବନରେ ପାଦ ଖୁବ୍ ସାବଧାନର ସହିତ ପକାନ୍ତୁ, କାରଣ ବହୁତ ଲୋକ ଅପେକ୍ଷା କରିଛନ୍ତି କେବଳ ତୁମର ଗୋଟିଏ ଭୁଲ ଧରିବା ପାଇଁ। ନୀରବତା ଠାରୁ ପ୍ରଚଣ୍ଡ ଶବ୍ଦ ବିଶ୍ୱରେ ନାହିଁ। ଯଦି ତୁମେ ନୀରବତାକୁ କେହି ଜଣେ ବୁଝିପାରୁଛି, ତେବେ ସେ କେବେ ହେଲେ ତୁମକୁ ଭୁଲି ବୁଝିବ ନାହିଁ। ଚୁପ୍ ରହିବା କୌଣସି ବ୍ୟକ୍ତିର କମଜୋର ନୁହେଁ, ତାଙ୍କର ଧୈର୍ଯ୍ୟର ପରିଚୟ ଦେଲେ ଥାଏ। ନଚେତ୍ ଯାହାକୁ ସହିବା ଆସେ ତାକୁ ମଧ୍ୟ କହିବା ଆସେ। ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକିନା ବ୍ୟସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇନଥାଏ, ଆଉ ଚେଷ୍ଟା ହିଁ ମଣିଷକୁ ସଫଳ ଏବଂ ସୁନ୍ଦର ବନେଇ ଦେଇଥାଏ। ଗୋଟିଏ ଭୁଲ ଅଧିକାଧିକ ଭୁଲ କାମ କରିବାକୁ ବାଧ୍ୟ କରେ, କିନ୍ତୁ ଗୋଟିଏ ଭଲ କାମ ଅନେକ ଭଲ କାମ କରିବାକୁ ପ୍ରେରଣା ଦିଏ। ଆପଣ ପଛକୁ ଫେରିଯାଇ ଆପଣଙ୍କ ପାରମ୍ୟକୁ ବଦଳାଇ ପାରିବେ ନାହିଁ, କିନ୍ତୁ ଯେଉଁଠି ଅଛନ୍ତି ସେଇଠି କିଛି ନୂତନ ଭାବେ ଆରମ୍ଭ କରି ଶେଷକୁ ସଜାଡ଼ି ଦେଇପାରିବେ। ବନ୍ଧୁଗଣ, ଗତକାଲିଠାରୁ କିଛି ଶିକ୍ଷା କରି ଆସନ୍ତୁ। କାଲି ପାଇଁ ଆଶା ରଖି ଆଜି ହିଁ ଖୁସିରେ ଜୀଇବାକୁ ଚେଷ୍ଟା କରନ୍ତୁ।
जेबे भी आपणक जीवन में चारिदिग अंधार दिशुची तेबे इयाडे सियाडे जीवा छाड़ी सीधा भगवान पाखक जातु। भगवान पाखरे बसी तांको द्वार को जातु कहीं यह सही द्वार जेउठारे सबु दुख बंद हो जाए। एठारे समस्त कथा शुणा जाए। दुनिया रे लोकों को कांदी कांदी चिल्लई चिल्लई जेते भी आपणकर दुख कथा कहतु ना कहीं तांको किछि फरक पड़ी न थाए। जेउ दुख आपणकर तांको आगरे कही थांती से ही कथा को सेमानक आउ 10 जनक आगरे कही आपणकर परिहास पात्र सजाई दियंती। सेथिपाई निज दुख ही निजर सबु दुख जाई भगवान का पाखरे जणातु। से आपणकर दुख बहुत मन देई शुणी थांती एवं आपणकर दुखर समाधान मध्य करि थांती। प्रेम एक अबुझा कविता अन्य दूरा हुएनि बुझी। प्रेम एक अबाध संकल्प अत्यंत अव्यक्त निराकार ब्रह्म ठारू स्थावर जंगम पर्यंत कीट पतंग मंत्राणे देई शरीर रे जंत्रणा नहीं से पुणी अहमिक पूर्ण 7 ताला एमि रूम ठारू आरंभ करी समुद्र बालारे एमिति कि समस्तंकर सामना रे चाली परे होई पारे बाड़ी तले कदली गछ तथास्तु समुद्रे छिड़ा हेबार कौनसी विचित्रता नाही। अर्थ आउ स्वार्थ मनीष को पशु बनई दिए। अर्थ गरम रे बहुत चिन्हा मुह अचिन्हा हो जाती। दुनिया रे जेते संपत्ति अर्जन करिसंती दुई चितारे बिंदु मात्र नहीं पारिबेनी। निद भांगिले सकाळे निद न भांगिले परकाळे ताहाले एते हंकार कौन पाई। माँ बापा बयस रे नुहे चिंतारे बुढ़ा हो जाती। यह पिला मानक कष्ट दे पारे किंतु सत अटे। जेतेबेले पिला कांधे सारा साही पड़िशा जानी पारंती किंतु पिला माने जेतेबेले माँ बापा को कंधांती ना पड़ोशी ता छाड़ती घर लोकों को मध्य जଣା पड़े नाही। यह ही जीवनर सत्य अटे। पाखरे छिड़ा होई भरोसा देवा को केही नाहंती। सामने छिड़ा होई रास्ता देखैबा को केही नाहंती किंतु पछरे छिड़ा होई समालोचना करबा को बहुत लोक अछंती। हे महादेव 2025 रे मते किछि दियो कि न दियो हेले बास गोटिए थर मते शांतिर मरण दे दियो प्रभु। बास एतिके दियो प्रभु आउ केबे भी किछि मागिबिनी तुमको। बहुत कष्ट रे भी जार गोटिए झलक देखिबा को मिलेनी से ही जीवन रे बहुत खास होई थाए। बहुत कष्ट रे भी जार गोटिए झलक देखिबा को मिलेनी जीवन रे दुख कष्ट तुमको जणा न पड़ू। जीवन रे दुख कष्ट तुमको जणा न पड़ू। प्रभु एते खुशी जीवन दियंतु तुमको। प्रभु सबु खराब नजर रू बंचातु तंबकु चांद परी तमे सजातु तुमको। मु केबे तुमको छाड़ी पारिबी नाही मो उठरे तो हस तुम पाई खेलुची। डिसेम्बर मास चलीची बंधु निज लव सह झगड़ा करिबेनी। शुणिची एई मास रे अलगा हेले से मनीष आउ मिलेनी। तुमे जदि अन्य मानक पई भल चिंता करिबो तेबे तुम जीवन रे मध्य केबे ही भल ही घटिबो। यह ही प्रकृतर नियम। मो जीवन रे शांति तुम पाई मिलिछि। मो जीवन रे शांति तुम पाई मिलिछि। मो जीवन रे प्रेम तुमर मिलिछि। तुम पाई ए हृदय एते अधीर होई सारिछि जे सबु दिगरे सबुठी खाली तुम चेहरा देखा जाए। पूरा दिन तुम भावना रे बीती जाए राति रे तुम स्वप्न आसी थाए। मु केबे तुमको छाड़ी पारिबी नाही। जीए नजर रु जते दूर रे थाए सी हृदय रे सेते पाखरे थाए। गोटे कथा कहबी घरर जीए सबुठारु गेली झियो थिला सासु घरे ताकू ही अधिक दुख। नमस्कार दर्शक बंधु वीडियोटी केमिति लागिला कमेंट बॉक्स रे निहाती जणाइबे। वीडियोटी भल लागिला सब्सक्राइब निहाती करंतु। कमेंट बॉक्स रे निहाती गुटे कमेंट करंतु। रहुची नमस्कार।